ଆରେ ଗଜବ ହେଇଗଲା, ଗଜବ ହେଇଗଲା। ଆଜି ସକାଳୁ ସକାଳୁ ଶ୍ରୀମନ୍ଦିରର ଜଗନ୍ନାଥ ପୁରୀରେ ଏତେ ହଡ଼ବଡ଼ କାହିଁକି? ପଣ୍ଡା ପୂଜାରୀମାନେ ଏପଟେ ସେପଟେ ଦୌଡ଼ୁଛନ୍ତି। କାହା ହାତରେ ଗରମ ପାଣି ତ କେହି ବୈଦ୍ୟଙ୍କୁ ଡାକିବାକୁ ଯାଉଛନ୍ତି। ମନେ ହେଉଛି କିଛି ହେଇଯାଇଛି। ଭିତରକୁ ପଶି ଦେଖିଲେ ଦୃଶ୍ୟ ତ ସମ୍ପୂର୍ଣ୍ଣ ଅଲଗା। ଯେଉଁ କାଳିଆ ଠାକୁର ଗତ କାଲି ପର୍ଯ୍ୟନ୍ତ ସୁନାର ଭାରୀ ଆଭୂଷଣ ପିନ୍ଧି ହାତୀ ପରି ଗମ୍ଭୀର ଚାଲି ଚାଲୁଥିଲେ, ଆଜି ସେହି କାଳିଆ ଠାକୁର କମ୍ବଳ ଘୋଡ଼ି ବିଛଣାରେ ଶୋଇଛନ୍ତି। ବଳଭଦ୍ର ମହାପ୍ରଭୁ ଚିନ୍ତାରେ ପଚାରୁଛନ୍ତି, ଆରେ କ'ଣ ହେଲା ତୋତେ କାଳିଆ? ତାପରେ ଦେଖାଯାଏ ଜଗନ୍ନାଥ ମହାପ୍ରଭୁ ନିଜ ପେଟ ଧରି ମୁହଁ ବନେଇ କହୁଛନ୍ତି, ଦାଉ ଦାଦା, ଆଜି ତ ପ୍ରାଣ ବାହାରି ଯାଉଛି। ହୁଇ ମା, ପେଟଟା ବହୁତ ଜୋରରେ ଯନ୍ତ୍ରଣା କରୁଛି। ଏହି ସମୟରେ ମା ଲକ୍ଷ୍ମୀ ମଧ୍ୟ ପହଞ୍ଚି ଯାଆନ୍ତି। ପ୍ରଭୁଙ୍କ ମଥାରେ ହାତ ରଖି ଟିକେ ରାଗିକି କହନ୍ତି, କାଲି ତ ମୋ କଥା ଶୁଣିଲ ନାହିଁ। ଥଣ୍ଡା ଥଣ୍ଡା ପାଣି ଦରକାର ଥିଲା ନା, ନିଅ, ଏବେ ଆସୁଛି ମଜା। ଜଗନ୍ନାଥ ଠାକୁର ରଜାଇ ଭିତରୁ ମୁହଁ ବାହାର କରି କହନ୍ତି, ଦେବୀ, ଏଠି ମୋର ପ୍ରାଣ ବାହାରି ଯାଉଛି, ଆଉ ତୁମେ ତାନା ମାରୁଛ, ଟିକେ ଔଷଧ ତ ଦିଅ। ପୁଣି ଧୀରେ କହିଲେ, ଆଉ ଟିକେ ରାବିଡ଼ି ମିଳିବ କି? ମା ଲକ୍ଷ୍ମୀ ରାଗରେ ଚାହିଁ କହନ୍ତି, ରାବିଡ଼ି? ଚୁପଚାପ ଶୋଇ ରୁହ, ଏବେ ବୈଦ୍ୟଜୀ କଡ଼ବା କାଢ଼ା ନେଇ ଆସିବେ। ସେତେବେଳେ ମା ସୁଭଦ୍ରା ଦୌଡ଼ି ଆସି କହନ୍ତି, ଭାଇ, କାଲି ତୁମେ 108 ଘଡ଼ା ଥଣ୍ଡା ପାଣିରେ ମଜା କରି ସ୍ନାନ କରୁଥିଲ। ମୁଁ ମନା କରିଥିଲି ଏତେ ସ୍ନାନ କରନି, ସର୍ଦ୍ଦି ଲାଗିବ, କିନ୍ତୁ ତୁମେ ଶୁଣିଲ ନାହିଁ। ତା ଉପରେ ମାଲପୁଆ, ଲଡ଼ୁ, ରସଗୋଲା ଭରି ଭରି ଖାଇଦେଲ। ଏବେ ଦେଖ ଫଳ। ଜଗନ୍ନାଥ ଠାକୁର ଏକଦମ ଛୋଟ ପିଲା ପରି ଆଖିରେ ଲୁହ ଆଣି କହନ୍ତି, ଭଉଣୀ, ଏବେ ଗାଳି ଦେନା ମୋତେ, ପେଟ ଗୁଡ଼ଗୁଡ଼ କରୁଛି। ତା ଉପରେ ତୁମେ ବଥା ଉପରେ ଲୁଣ ଛିଟାଉଛ। କିଛି ଉପାୟ କର, ନହେଲେ ଆଜି ତୁମ ଭାଇ ବଞ୍ଚିବ ନାହିଁ। ଭାବନ୍ତୁ ତ, ଯିଏ ସାରା ବ୍ରହ୍ମାଣ୍ଡକୁ ପାଳେ, ଯିଏ ସମସ୍ତଙ୍କ ପେଟ ଭରେ, ଆଜି ସେଇ ପ୍ରଭୁ ନିଜେ ପେଟ ଯନ୍ତ୍ରଣାରେ ଗଡ଼ୁଛନ୍ତି। ଏହାକୁ ହିଁ କୁହାଯାଏ ଜଗନ୍ନାଥଙ୍କ ଲୀଳା। ଏବେ ଇଏ ହେଲା କେମିତି, ଟିକେ ପଛକୁ ଯିବା। ତାପରେ ଆସେ ଜ୍ୟେଷ୍ଠ ପୂର୍ଣ୍ଣିମାର କଥା। ଜଗନ୍ନାଥଙ୍କର ମନ ହେଲା ଯେ ଭାଇ ବହୁତ ଗରମ ହେଉଛି, ଆଜି ତ ଜୀବନ ଭରି ଗାଧେଇବି। ଆଉ ଆମର କାଳିଆ ଠାକୁର ତ ବହୁତ ହିଁ ଜିଦ୍ଦି, ଗୋଟେ ଥର କହିଦେଇଛନ୍ତି ତ କହିଦେଇଛନ୍ତି। ବସିଗଲେ ଗାଧେଇବା ବେଦୀ ଉପରେ। ସେବକମାନେ ସୁଗନ୍ଧିତ ପାଣି, ଚନ୍ଦନ ମିଶିଥିବା ପାଣି, ଗୋଟେ ନୁହେଁ, ଦିଟା ନୁହେଁ, ପୁରା 108 ଘଡ଼ା। ଭାବିଲ ଟିକେ, 108 ଘଡ଼ା ଥଣ୍ଡା ଥଣ୍ଡା ପାଣି ପ୍ରଭୁଙ୍କ ମଥାରେ ଢାଳି ଦିଅନ୍ତି। ଆଉ କାଳିଆ ଠାକୁର ମଜା ନେଇ ନେଇ ଗାଧୋଉଥାନ୍ତି। ଆହୁରି ଢାଳ, ଆହୁରି ଢାଳ, ବହୁତ ମଜା ଆସୁଛି। ଭକ୍ତ ବି ଖୁସି, ଭଗବାନ ବି ଖୁସି। କିନ୍ତୁ ଗାଧେଇବା ପରେ ଯେତେବେଳେ ପ୍ରଭୁଙ୍କୁ ଭୋକ ଲାଗିଲା, ସେତେବେଳେ କାଳିଆ ଠାକୁର ସେହି ଭିଜା ବସ୍ତ୍ରରେ 56 ଭୋଗକୁ ସାମ୍ନାରେ ରଖାଯାଇଛି। କାଳିଆ ଠାକୁର ଦେଖିଲେ। ପ୍ରଭୁ ଜଗନ୍ନାଥ ଭାବିଲେ, ଭୋକ ତ ବହୁତ ଜୋରରେ ଲାଗିଛି, ଆଉ ଲାଗିଗଲେ ଖାଇବାକୁ। ରସଗୋଲା, ମାଲପୁଆ, ଖେଚୁଡ଼ି ଖାଇଗଲେ। ସେବକମାନେ ବି ପ୍ରେମରେ ଖାଇବାକୁ ଦେଉଥାନ୍ତି, କିନ୍ତୁ କେହି ଧ୍ୟାନ ଦେଲେ ନାହିଁ ଯେ ଛୋଟ ଗୋଟେ ବାଳକର ପେଟ ଫାଟିଯିବ, ଆଉ ତାର ଫଳ। ଆଜି ସକାଳୁ ସକାଳୁ ଭଗବାନ ବହୁତ ଜ୍ୱର ଆଉ ବହୁତ ପେଟ ବଥା। ମନ୍ଦିରର ମୁଖ୍ୟ ବୈଦ୍ୟ, ରାଜ୍ୟ ବୈଦ୍ୟ ଦୌଡ଼ି ଆସିଲେ, ପ୍ରଭୁଙ୍କ ନାଡ଼ି ଧରିଲେ। ଆଉ ବୈଦ୍ୟ କହିଲେ, ପ୍ରଭୁ, ଆପଣଙ୍କ ଲୀଳା ଆପଣ ହିଁ ଜାଣନ୍ତି। ବୈଦ୍ୟ କହନ୍ତି, ପ୍ରଭୁ, ଆପଣଙ୍କ ନାଡ଼ି ତ ବହୁତ ଜୋରରେ ଚାଲୁଛି। ବୈଦ୍ୟ କହନ୍ତି, ଆପଣଙ୍କୁ ଜ୍ୱର ବି ହେଇଛି, ଥଣ୍ଡା ବି ଲାଗିଛି। ଜଗନ୍ନାଥ କହୁଛନ୍ତି, ବୈଦ୍ୟ କାକା, ସେସବୁ ଛାଡ଼, ତୁମେ କିଛି ମିଠା ଔଷଧ ଦିଅ ମୋତେ, ଜଲ୍ଦି ଠିକ୍ ହେଇଯିବି। ମୋତେ ଏବେ ବାହାରକୁ ଯାଇ ଭକ୍ତକୁ ଦର୍ଶନ ଦେବାର ଅଛି। ବୈଦ୍ୟ ତାଙ୍କ ବ୍ୟାଗ୍ରୁ କଡ଼ା ଔଷଧ ବାହାର କରିଲେ, ଆଉ କହିଲେ, ନା ସରକାର, ଏବେ ମିଠା ମିଳିବନି। ବିମାରୀ ମିଠା ଖାଇବା ଦ୍ୱାରା ହିଁ ହେଇଛି। ଏବେ ତ କଢ଼ା କାଢ଼ା ପିଇବାକୁ ପଡ଼ିବ। ଜଗନ୍ନାଥ ଯେମିତି କାଢ଼ାର ନାଁ ଶୁଣିଲେ କମ୍ବଳ ଭିତରେ ମୁହଁକୁ ନୁଚାଇ ଦେଲେ। ନା ନା, ମୁଁ କାଢ଼ା ପିଇବି ନାହିଁ। ସେହି ସମୟରେ ମା ସମାନ ଜଣେ ସେବିକା ଆସୁଥିଲେ, ଆଉ ସେ କାନ୍ଦି କାନ୍ଦି କହୁଥିଲେ ଯେ ପ୍ରଭୁଙ୍କର ଏମିତି ଅବସ୍ଥା ଦେଖି ହେଉନି। ସେ ପ୍ରଭୁଙ୍କ ପାଖରେ ବସିଲେ, ଆଉ ତାଙ୍କ ମଥାରେ ହାତ ବୁଲେଇ ଦେଇଥିଲେ। ପ୍ରଭୁଙ୍କ ଦେହ ଜ୍ୱରରେ ଥରୁଥିଲା। ଆଉ ଜଗନ୍ନାଥ କହିଲେ, ମା, ବହୁତ କଷ୍ଟ ହେଉଛି। ମା କହିଲେ, ମୋ ଜୀବନ ତତେ ନଜର ଲାଗିଯାଇଛି।
ପୁରା ଦୁନିଆକୁ ସୁସ୍ଥ ରଖିଲା ବାଲା ଆଜି ନିଜେ ଅସୁସ୍ଥ ହେଇ ପଡ଼ିଛନ୍ତି। ଚିନ୍ତା ଜମାରୁ କରନି। ସେହିଦିନ ରାତିରେ କଷ୍ଟରେ ଗଡ଼ୁଥାନ୍ତି। ସେ ମା ସମାନ ସେବିକା ଆଉ ବୈଦ୍ୟଙ୍କୁ ସ୍ୱପ୍ନ ଦେଲେ। ଆଉ ଠାକୁରଜୀ କହିଲେ, ଦେଖ ଏବେ ମୋତେ କ୍ଷୀର, ଦହି, ଘିଅ, ମଲାଇ, 56 ଭୋଗ ଏସବୁ ମୋତେ ଜମାରୁ ଖାଇବାକୁ ଦବନି। ଆସନ୍ତା 15 ଦିନ ପର୍ଯ୍ୟନ୍ତ ମୁଁ ଅସୁସ୍ଥ ରହିବି। ତ ସେବିକା ପଚାରିଲେ, ପ୍ରଭୁ ଆପଣ କ'ଣ ପାଇବେ? ଆପଣ କ'ଣ ଭୋକରେ ରହିବେ? ଜଗନ୍ନାଥ ମନେ ମନେ ହସିଲେ ଆଉ କହିଲେ, ନା ମା, ଭୋକରେ ରହିବିନି। ଏବେ ମୋତେ କେବଳ ଫୁଲହଲି ତେଲରେ ମାଲିସ ଦରକାର, ଆଉ କେବଳ ଫଳ ରସ ଆଉ ଜଡ଼ିବୁଟିର ପାଣି। ତା ପରଦିନ ମନ୍ଦିରର କବାଟ ବନ୍ଦ କରି ଦିଆଗଲା। ଆଉ ବାହାରେ ଭକ୍ତମାନେ କାନ୍ଦୁଥାନ୍ତି, ଆରେ ଆମର ଜଗନ୍ନାଥ କୁଆଡ଼େ ଗଲେ? ଦର୍ଶନ କାହିଁକି ହେଉନାହିଁ? ପାଣ୍ଡାଜୀ ବାହାରକୁ ଆସି କହିଲେ, ଚିତ୍କାର କର ନାହିଁ। ଆମର କାଳିଆ ଠାକୁର ଅସୁସ୍ଥ, ତାଙ୍କୁ ଜ୍ୱର ହେଇଛି। ଆସନ୍ତା 15 ଦିନ ପର୍ଯ୍ୟନ୍ତ ସେ ଦର୍ଶନ ଦେବେ ନାହିଁ, ଆଉ ଆରାମ କରିବେ କହିଛନ୍ତି। ଭିତରର ଦୃଶ୍ୟ ବହୁତ ହି ସୁନ୍ଦର। କଳ୍ପନା କରନ୍ତୁ, ଜଗନ୍ନାଥ ଯିଏ ସୁନାର ଥାଳିରେ ଖାଆନ୍ତି, ଏବେ ସେ ସାଧାରଣ ରୋଗୀଙ୍କ ଭଳି ପିତ କପଡ଼ା ପିନ୍ଧି ଶୋଇଛନ୍ତି। ବୈଦ୍ୟଜୀ ଆସି ନିମ୍ବର ଝାଲ, ରସମୁଲାତିଷ୍ଟ ଆଉ ଜଡ଼ିବୁଟିର କାଢ଼ା ବନେଇକି ଆଣିଲେ। ବୈଦ୍ୟଜୀ କହୁଛନ୍ତି, ନିଅ ପ୍ରଭୁ, ଏହାକୁ ପିଇ ଦିଅନ୍ତୁ। ଜଗନ୍ନାଥ କହୁଛନ୍ତି, ଛି କେତେ ପିତା। ଜଗନ୍ନାଥ କହୁଛନ୍ତି, ଦାଉ ଭାଇ ତମେ ଟିକେ ପିଇ ଦିଅ। ବଳରାମ ହସିକି କହୁଛନ୍ତି, ଜ୍ୱର ତତେ ହେଇଛି ଆଉ ଔଷଧ ମୁଁ ପିଇବି? ଚୁପଚାପ ପିଇଦେ। ମା ଯଶୋଦା ଯେମିତି ଆସୁଛନ୍ତି, ପ୍ରଭୁଙ୍କୁ କୋଳରେ ଧରି ଚାମଚରେ କାଢ଼ା ପିଆଉଛନ୍ତି। ପ୍ରଭୁ ଯେମିତି କାଢ଼ା ପିଉଛନ୍ତି, ତାଙ୍କ ମୁହଁ କଳା ହେଇଯାଉଛି। ସେବିକା ସେତିକି ବେଳେ ପ୍ରଭୁଙ୍କୁ ଟିକେ ଛେନା ଆଉ ଟିକେ ଫଳରସ ଦେଇ ଦିଅନ୍ତି। 14 ଦିନ ପର୍ଯ୍ୟନ୍ତ ଏହି ଲୀଳା ଚାଲିଥିଲା। ଏହି ଲୀଳାକୁ ପୁରୀରେ ଅନସର ଘରର ସେବା କୁହାଯାଏ। ଏହି ଦିନରେ ଭଗବାନଙ୍କୁ ତୁଳସୀ ଦିଆଯାଏ ନାହିଁ, ଘଣ୍ଟି ବାଜେ ନାହିଁ, ଆଉ ଉଚ୍ଚ ସ୍ୱରରେ ମନ୍ତ୍ର କୁହାଯାଏ ନାହିଁ। ବିଲକୁଲ ସେମିତି ଯେମିତି ଆମମାନଙ୍କ ଘରେ କେହି ଛୁଆ ଅସୁସ୍ଥ ହେଲେ ଆମେ ଯେମିତି ଶାନ୍ତି ରଖୁ, ଠିକ୍ ସେମିତି ଜଗନ୍ନାଥ ଏହି ଲୀଳାରୁ ଆମକୁ କ'ଣ ଶିଖାଇବାକୁ ଚାହାନ୍ତି କେବେ ଭାବିଛନ୍ତି ଆପଣ? ଜଗତର ନାଥ ହେଇ ବି କାହିଁକି ବିମାର ପଡ଼ିଛନ୍ତି? ଏଥିପାଇଁ ବିମାରରେ ପଡ଼ନ୍ତି ଯେ ଆମେ କୌଣସି ପଥରକୁ ପୂଜା କରୁନାହୁଁ। ସେ ହେଉଛନ୍ତି ଆମର ଘରର ସଦସ୍ୟ। ତାଙ୍କୁ ବି ସର୍ଦ୍ଦି ଲାଗିଯାଏ, ତାଙ୍କର ବି ପେଟ ବଥା ହୁଏ, ତାଙ୍କୁ ବି କଡ଼ା ଔଷଧ ଖାଇବାକୁ ପଡ଼େ। ସେ ହେଉଛନ୍ତି ଭଗବାନ କମ୍, ସେ ହେଉଛନ୍ତି ଆମର ସଖା ଆଉ ପୁତ୍ର ବେଶୀ ହୁଅନ୍ତି। 15 ଦିନରେ ନିମ୍ବ ଆଉ ଜଡ଼ିବୁଟି ଦ୍ୱାରା ପେଟ ବଥା ଠିକ୍ ହେଇଯାଏ, ଜ୍ୱର ଭଲ ହେଇଯାଏ। ତ ପ୍ରଭୁ କହନ୍ତି, ଆହା ଏବେ ଦେହ ହାଲକା ଲାଗୁଛି। ମା ଏବେ ତ ବହୁତ ଜୋରେ ଭୋକ ଲାଗିଛି, ଏବେ ନେଇ ଆସ ସେ 56 ଭୋଗ। ବୈଦ୍ୟଜୀ ହସିକି କହୁଛନ୍ତି, ହଁ ପ୍ରଭୁ ଆପଣ ସୁସ୍ଥ ଅଛନ୍ତି, ଏବେ ପ୍ରସ୍ତୁତ ହେଇଯାଅ। ଆଉ 15 ଦିନ ପରେ ଯେବେ ଭଗବାନ ବାହାରକୁ ଆସନ୍ତି, ତ ତାଙ୍କର ରୂପ ହିଁ କିଛି ଅଲଗା ଏବଂ ତାଜା ସୁନ୍ଦର ନବ ଯୌବନରେ ଭରି ଯାଇଛନ୍ତି। ସେହି ଦର୍ଶନକୁ ଆମେ ନବଯୌବନ ଦର୍ଶନ କହିଥାଉ। ଆଉ ତାର ଠିକ୍ ପରଦିନ ରଥରେ ବସି ବାହାରି ଯାଆନ୍ତି ଗୁଣ୍ଡିଚା ଯାତ୍ରା ପାଇଁ। ଏହା କହିବା ପାଇଁ ଯେ, ଦେଖ ଭକ୍ତମାନେ, ମୁଁ ଠିକ୍ ହେଇଯାଇଛି, ଏବେ ମୁଁ ନିଜେ ଆସୁଛି ତମମାନଙ୍କ ପାଖକୁ ଦର୍ଶନ ଦେବା ପାଇଁ। ଏମିତି ନଟଖଟ, ଏମିତି ପ୍ରିୟ, ଏମିତି ବିମାର ପଡ଼ିବା ଭଗବାନ କେଉଁଠି ମିଳିବେ? ଆମକୁ ଏହି କଥା ବୁଝାଉଛନ୍ତି। ସେ କେବଳ ପଥର ମୂର୍ତ୍ତି ନୁହେଁ, ସେ ଆମ ଘରର ଜଣେ ସଦସ୍ୟ, ସେ ଆମ ସଖା, ସେ ଆମ କାଳିଆ। ଯଦି ଭିଡ଼ିଓଟି ଭଲ ଲାଗିଛି, ଲାଇକ୍, କମେଣ୍ଟ ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଜୟ ଜଗନ୍ନାଥ।